ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 9। ଅନନ୍ତର ଶିବା ଦେଶର ରାଣୀ ସଲୋମନଙ୍କର ସୁଖ୍ୟାତି ଶୁଣି ନିଗୁଢ଼ ପ୍ରଶ୍ନ ଦ୍ୱାରା ଜେରୁସାଲେମରେ ସଲୋମନଙ୍କର ପରୀକ୍ଷା କରିବା ପାଇଁ ସୁଗନ୍ଧି ଦ୍ରବ୍ୟ ଓ ବିସ୍ତର ସୁବର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହା ସମାରୋହରେ ଆସିଲା। ପୁଣି ସେ ସଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା ସେ ସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା। ତହିଁରେ ସଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ ଓ ସଲୋମନଙ୍କର ବୋଧାଗମ୍ୟ କୌଣସି ବିଷୟ ନଥିଲା ଯାହା ସେ ତାହାକୁ କହିଲେ ନାହିଁ। ପୁଣି ଶିବାର ରାଣୀ ସଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କର ଆସନ ଓ ତାଙ୍କର ମନ୍ତ୍ରୀମାନଙ୍କର ସେବା ଓ ସେମାନଙ୍କର ବସ୍ତ୍ର ଓ ତାଙ୍କର ପାତ୍ରବାହକଗଣ ଓ ସେମାନଙ୍କର ବସ୍ତ୍ର ଓ ସଦାପ୍ରଭୁଙ୍କ ଗୃହକୁ ଉଠିଯିବା ପାଇଁ ତାହାର ପାବଛ ଏହିସବୁ ଦେଖି ହତଜ୍ଞାନ ହେଲା। ତେଣୁ ସେ ରାଜାଙ୍କୁ କହିଲା, ଆମ୍ଭେ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲୁ ତାହା ସତ୍ୟ। ତଥାପି ଆମ୍ଭେ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ଲୋକମାନଙ୍କର କଥା ବିଶ୍ୱାସ କଲୁ ନାହିଁ। ଆଉ ଦେଖନ୍ତୁ, ଆପଣଙ୍କ ଜ୍ଞାନର ଅର୍ଦ୍ଧେକ ମହାତ୍ମ୍ୟ ଆମ୍ଭକୁ କୁହାଯାଇ ନଥିଲା। ଆମ୍ଭ ଶୁଣିବାର ଅପେକ୍ଷା ଆପଣଙ୍କ ସୁଖ୍ୟାତି ଅଧିକ। ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ। ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଠିଆ ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ଯେ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ପକ୍ଷରେ ରାଜା ହେବାକୁ ଆପଣା ସିଂହାସନରେ ଆପଣଙ୍କୁ ବସାଇଅଛନ୍ତି। ଯେଣୁ ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ଅନନ୍ତକାଳ ସ୍ଥାୟୀ କରିବା ନିମନ୍ତେ ସେମାନଙ୍କୁ ପ୍ରେମ କରନ୍ତି। ଏହି ହେତୁରୁ ବିଚାର ଓ ନ୍ୟାୟ କରିବାକୁ ସେ ସେମାନଙ୍କ ଉପରେ ଆପଣଙ୍କୁ ରାଜା କଲେ। ଏଉତାରେ ସେ ରାଜାଙ୍କୁ 120 ତାଳନ୍ତ ସୁନା ଓ ଅତି ବିସ୍ତର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା। ଶିବାର ରାଣୀ ସଲୋମନ ରାଜାଙ୍କୁ ଯେଉଁ ପ୍ରକାର ସୁଗନ୍ଧି ଦ୍ରବ୍ୟ ଦେଲା ସେ ପ୍ରକାର ସୁଗନ୍ଧି ଦ୍ରବ୍ୟ ଆଉ ନଥିଲା। ପୁଣି ହୁରମର ଯେଉଁ ଦାସମାନେ ଓ ସଲୋମନଙ୍କର ଯେଉଁ ଦାସମାନେ ଓଫିରରୁ ସୁବର୍ଣ୍ଣ ଆଣିଲେ, ସେମାନେ ମଧ୍ୟ ଚନ୍ଦନ କାଷ୍ଠ ଓ ମଣି ଆଣିଲେ। ଆଉ ରାଜା ସେହି ଚନ୍ଦନ କାଷ୍ଠ ଦ୍ୱାରା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସୋପାନ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ପ୍ରସ୍ତୁତ କଲେ। ଏପରି ଚନ୍ଦନ କାଷ୍ଠ ପୂର୍ବରେ ଜିହୁଦା ଦେଶରେ ଦେଖାଯାଇ ନଥିଲା। ପୁଣି ଶିବାର ରାଣୀ ଯାହା ଯାହା ମାଗିଲା ତାହାର ମନବାଞ୍ଛାନୁସାରେ ସଲୋମନ ରାଜା ତାହା ସବୁ ତାହାକୁ ଦେଲେ। ତାହାଛଡ଼ା ରାଜାଙ୍କ ନିକଟକୁ ତାହାର ଆନିତ ଦ୍ରବ୍ୟର ପ୍ରତିଦାନ କଲେ। ଏଥିଉତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ। ବର୍ଷକ ମଧ୍ୟରେ ସଲୋମନଙ୍କ ନିକଟକୁ 666 ତାଳନ୍ତ ପରିମିତ ସୁନା ଆସେ। ତାଛଡ଼ା ପାଇକରମାନେ ଓ ବଣିକମାନେ ସୁନା ଆଣିଲେ। ପୁଣି ଆରବୀୟ ସମସ୍ତ ରାଜା ଓ ଦେଶାଧ୍ୟକ୍ଷମାନେ ସଲୋମନଙ୍କ ନିକଟକୁ ସୁନା ଓ ରୂପା ଆଣିଲେ। ତହିଁରେ ସଲୋମନ ରାଜା ପିଟା ସୁନାରେ 200 ବଡ଼ ଢାଲ ପ୍ରସ୍ତୁତ କଲେ। ପ୍ରତ୍ୟେକ ଢାଲରେ 600 ସେକଲ ସୁନା ଲାଗିଲା। ପୁଣି ସେ ପିଟା ସୁନାରେ 300 ଢାଲ ପ୍ରସ୍ତୁତ କଲେ। ପ୍ରତ୍ୟେକ ଢାଲରେ 300 ସେକଲ ସୁନା ଲାଗିଲା। ଆଉ ରାଜା ଲିବାନନ ଅରଣ୍ୟ ଗୃହରେ ତାହା ସବୁ ରଖିଲେ। ଆହୁରି ରାଜା ହସ୍ତିଦନ୍ତର ଗୋଟିଏ ବୃହତ୍ ସିଂହାସନ ନିର୍ମାଣ କରି ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ। ସେହି ସିଂହାସନରେ ଏକ ସ୍ୱର୍ଣ୍ଣମୟ ପାଦପୀଠ ସହିତ 6 ପାବଛ ସିଂହାସନ ସଂଯୁକ୍ତ ହୋଇଥିଲା। ଆଉ ଆସନର ଦୁଇ ପାର୍ଶ୍ୱରେ 2 ହସ୍ତାବଲମ୍ବନ ଥିଲା ଓ ସେହି ହସ୍ତାବଲମ୍ବନ ନିକଟରେ 2 ସିଂହ ମୂର୍ତ୍ତି ଛିଡ଼ା ହୋଇଥିଲେ। ସେହି 6 ପାବଛ ଉପରେ 2 ପାଖେ 12 ସିଂହ ମୂର୍ତ୍ତି ଛିଡ଼ା ହୋଇଥିଲେ। ଏ ରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ନହିଲା। ସଲୋମନ ରାଜାଙ୍କର ପାନପାତ୍ର ସବୁ ସୁନାର ଥିଲା ଓ ଲିବାନନ ଅରଣ୍ୟ ଗୃହର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ସଲୋମନଙ୍କ ସମୟରେ ରୂପା କିଛି ବୋଲି ଗଣା ନହିଲା, କାରଣ ହୁରମର ଦାସମାନଙ୍କ ସଙ୍ଗେ ରାଜାଙ୍କର ତର୍ଷିସଗାମୀ ଜାହାଜମାନ ଥିଲେ। ସେହି ତର୍ଷିସର ଜାହାଜମାନ 3 ବର୍ଷରେ ଥରେ ସୁନା ଓ ରୂପା ଓ ହସ୍ତିଦନ୍ତ ପୁଣି ବାନର ଓ ମୟୂର ନେଇ ଆସନ୍ତି। ଏହି ରୂପେ ସଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କୁ ବଳିଗଲେ। ଆଉ ପରମେଶ୍ୱର ସଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ, ତହିଁର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ରାଜା
ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ। ପୁଣି ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣାର ଭେଟି ରୂପେ ରୂପାପାତ୍ର ଓ ସୁନାପାତ୍ର ଓ ବସ୍ତ୍ର, ଅସ୍ତ୍ରଶସ୍ତ୍ର ଓ ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଆଣିଲେ। ଆଉ ସଲୋମନଙ୍କର ଅଶ୍ୱ ଓ ରଥ ନିମନ୍ତେ 4,000 ଶାଳା ଥିଲା ଓ 12,000 ଅଶ୍ୱାରୂଢ଼ ଥିଲେ। ଏସବୁକୁ ସେ ରଥନଗରମାନରେ ଓ ଜେରୁସାଲେମରେ ରାଜାଙ୍କ ନିକଟରେ ରଖିଲେ। ଆଉ ସେ ଫରାତ ନଦୀଠାରୁ ପଲେଷ୍ଟିୟମାନଙ୍କର ଦେଶ ଓ ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ରାଜା ଉପରେ ରାଜତ୍ୱ କଲେ। ପୁଣି ରାଜା ଜେରୁସାଲେମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରୋସ୍ କାଷ୍ଠକୁ ତଳଭୂମିସ୍ଥ ଡିମ୍ବୁରି ବୃକ୍ଷ ପରି କଲେ। ଆଉ ଲୋକମାନେ ମିଶରରୁ ଓ ସମସ୍ତ ଦେଶରୁ ସଲୋମନଙ୍କ ପାଇଁ ଅଶ୍ୱ ଆଣିଲେ। ସଲୋମନଙ୍କର ଅବଶିଷ୍ଟ ବୃତ୍ତାନ୍ତ ଆଦ୍ୟନ୍ତ ନାଥନ ଭବିଷ୍ୟତ ବକ୍ତାଙ୍କର ଇତିହାସ ପୁସ୍ତକରେ ଓ ସିଲୋନୀୟ ଅହିୟର ଭବିଷ୍ୟତ ବାକ୍ୟରେ ଓ ନବାଟର ପୁତ୍ର ଜାରବିଆମ୍ ବିଷୟକ ଇଦୋ ଦର୍ଶକର ଦର୍ଶନ ମଧ୍ୟରେ କଣ ଲେଖା ନାହିଁ? ସଲୋମନ ଜେରୁସାଲେମରେ 40 ବର୍ଷ କାଳ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ପୁଣି ସଲୋମନ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦଙ୍କର ନଗରରେ କବରପ୍ରାପ୍ତ ହେଲେ। ତେଣୁ ତାଙ୍କର ପୁତ୍ର ରିହବିଆମ୍ ତାଙ୍କର ପଦରେ ରାଜ୍ୟ କଲେ।